ଟିଏ ଜଙ୍ଗଲରେ ରହୁଥିଲା ଏକ ଅଣ୍ଡା ଚୋର କାଉ। ଚଢ଼େଇ ମାନେ ଯେତେବେଳେ ଘରେ ନଥାନ୍ତି କାଉ ତାଙ୍କ ଘରୁ ଅଣ୍ଡା ଚୋରି କରି ଖାଇଦିଏ। ଆଜି ମୁଁ ଅନେକ ଖାଇବା ପାଇଯାଇଛି, ଆଉ କିଛି ଦିନ ମୁଁ ବାହାରକୁ ଯିବିନି। ମୋ ଅଣ୍ଡାର ଖୁବ୍ ଯତ୍ନ ନେବି। ସେ ଚଢ଼େଇ ଯେତେବେଳେ ଘରକୁ ଫେରିଲା ନିଜ ଅଣ୍ଡାକୁ ନ ଦେଖି କାନ୍ଦିଲା। ମୋ ଅଣ୍ଡାକୁ କିଏ ନେଇଗଲା? ସକାଳେ ତ ଏଇଠି ଥିଲା। ସେ ଚଢ଼େଇ ଅନେକ ଜୋରେ କାନ୍ଦୁଥିଲା। ତା କାନ୍ଦ ଶୁଣି ଅନ୍ୟ ଚଢ଼େଇ ମାନେ ବି ସେଠାକୁ ଚାଲି ଆସିଲେ। କଣ ହେଲା ଭଉଣୀ, ଏମିତି କାନ୍ଦୁଛ କଣ ପାଇଁ? ସକାଳେ ମୋ ଅଣ୍ଡା ଘରେ ଥିଲା, ଫେରିବା ପରେ ଦେଖୁଛି ମୋ ଅଣ୍ଡା ଘରେ ନାହିଁ। ନିଶ୍ଚୟ କିଏ ମୋ ଅଣ୍ଡାକୁ ଚୋରି କରି ନେଇଯାଇଛି। କିଛି ଦିନ ତଳେ ପାରାର ଅଣ୍ଡା ଏମିତି ଚୋରି ହେଇଥିଲା। ଜାଣି ହଉନି କୋଉ ଚୋର ଆମ ଚଢ଼େଇଙ୍କ ଅଣ୍ଡା ଚୋରି କରୁଛି। ଆଜି ପରଠୁ ସମସ୍ତେ ସାବଧାନରେ ନିଜ ଅଣ୍ଡା ରଖ। ଆଜି ମୁଁ କାହା ଅଣ୍ଡା ଚୋରି କରିବି? ଆରେ ହଁ, ମୁଁ ଶୁଣିଛି ଏଇ 2 ଦିନ ତଳେ ମିଟୁ ଅଣ୍ଡା ଦେଇଛି। ଯାଏ ଆଜି ତା ଘରୁ ଅଣ୍ଡା ଚୋରି କରି ଖାଏ। କଥା କଣ? କାଉ ଏମିତି ମିଟୁର ଘରକୁ କାହିଁକି ଅନେଇ ବସିଛି? ଆମ ଜଙ୍ଗଲରେ ଯିଏ ଚଢ଼େଇ ଅଣ୍ଡା ଚୋରି କରୁଛି ସେ କାଉ ନୁହଁ ତ? ମୁଁ ତାର ପଛା କରି ସବୁ ଜାଣିପାରିବି। ଆରେ ବାଃ, ଏ ମିଟୁ ପୁରା 4ଟି ଅଣ୍ଡା ଦେଇଛି। ଅଣ୍ଡା ଦେଖୁ ଦେଖୁ ହିଁ ମୋ ପାଟିରେ ପାଣି ଆସିଗଲା। ଆଜି ଏ ସବୁ ଅଣ୍ଡା ମୋ ପେଟକୁ ଯିବ। ଆଚ୍ଛା ଏମିତି କଥା। ଏ କାଉ ତାହେଲେ ଅଣ୍ଡା ଚୋର? ଇଏ ସବୁ ଚଢ଼େଇଙ୍କ ଅଣ୍ଡା ଚୋରି କରି ଖାଏ। ଆଜି ମୁଁ ଏ କାଉକୁ ମିଟୁର ଅଣ୍ଡା ଚୋରି କରିବାକୁ ଦେବିନି। ଏମିତି କହି ଚଢ଼େଇ ପାଖରୁ ଏକ ପଥର ଆଣି କାଉର ମୁଣ୍ଡ ଉପରକୁ ଫିଙ୍ଗିଲା, ଆଉ ସଙ୍ଗେ ସଙ୍ଗେ ଚୋର ଚୋର କହି ଚିତ୍କାର କଲା। ଚଢ଼େଇର ପାଟି ଶୁଣି ସମସ୍ତେ ଲାଠି ଧରି ସେଠାକୁ ଆସିଲେ, ଆଉ କାଉକୁ ଅନେକ ପିଟିଲେ। କାଉ ମାଡ଼ ଖାଇ ସେଠାରୁ ଚାଲିଗଲା। ଚଢ଼େଇ, ଆଜି ତୁ ଦେଖିଲୁ ବୋଲି ମୋ ଅଣ୍ଡା ବଞ୍ଚିଗଲା। ତତେ ବହୁତ ବହୁତ ଧନ୍ୟବାଦ ଚଢ଼େଇ। ସେ ଅଣ୍ଡା ଚୋର ବି ଆଜି ଧରା ପଡ଼ିଗଲା। ଆମେ ଖୁବ୍ ଶୀଘ୍ର ତାକୁ ଏ ଜଙ୍ଗଲରୁ ବାହାର କରିଦେବୁ। ବଦମାସ ଚଢ଼େଇ, ଆଜି ତୋ ପାଇଁ ମୁଁ ସମସ୍ତଙ୍କଠୁ ମାଡ଼ ଖାଇଲି। ତତେ ମୁଁ ଛାଡ଼ିବିନି। ଏ ଜଙ୍ଗଲରୁ ବାହାରିବା ପୂର୍ବରୁ ମୁଁ ତ ଅଣ୍ଡା ନଷ୍ଟ କରିକି ଯିବି। ଏ କଣ? ମୋ ଘରର ଏମିତି ଅବସ୍ଥା କିଏ କରିଛି? ଏ ପରଟା ତ କାଉର। ତା ମାନେ ସେ ଦୁଷ୍ଟ କାଉ ମୋ ଘରକୁ ଆସିଥିଲା। ମୁଁ ଏକ ସୁରକ୍ଷିତ ଜାଗାରେ ମୋ ଅଣ୍ଡାକୁ ଲୁଚେଇକି ରଖିଛି। କାଉ ଯେତେ ଖୋଜିଲେ ବି ମୋ ଅଣ୍ଡା ପାଇବନି। ତାପରେ ଚଢ଼େଇ ନିଜ ଅଣ୍ଡା ଗୁଡ଼ିକୁ ଦେଖିଲା। ସେହି ସମୟରେ ପାରା ତାକୁ ପାଣି ଆଣିବା ପାଇଁ ଡାକିଲା। ଚଢ଼େଇ ପୁଣି ଥରେ ନିଜ ଅଣ୍ଡାକୁ ଲୁଚେଇ ପାରା ସାଙ୍ଗରେ ପାଣି ଆଣିବାକୁ ଚାଲିଗଲା। କାଉ ଚଢ଼େଇର ଘର ପଛପଟେ ଲୁଚି ସବୁ ଘଟଣା ଦେଖୁଥିଲା। ସେ ତୁରନ୍ତ ଚଢ଼େଇର ଘର ଭିତରକୁ ଗଲା। କାହିଁକି କେଜାଣି ମୋ ମନଟା ଜମା ଭଲ ଲାଗୁନି। ପାରା ଭଉଣୀ, ତୁମେ ପାଣି ଆଣିବାକୁ ଯାଅ। ମୁଁ ଆଜି ପାଣି ଆଣିବାକୁ ଯିବିନି। ମୁଁ ଘରକୁ ଯାଉଛି। ପାଇଗଲି, ମୁଁ ଚଢ଼େଇର ଅଣ୍ଡା ପାଇଗଲି। ଆଚ୍ଛା, ଚଢ଼େଇ ତାହେଲେ ଘାସ ଲତା ଦେଇ ତା ଅଣ୍ଡା ଘୋଡ଼େଇକି ରଖିଥିଲା। ମୁଁ କେତେ ବୋକା, ଚଢ଼େଇର ଅଣ୍ଡା ପାଉନଥିଲି। ହଁ, ତୁ ବୋକା। ଚାଲିଯା ମୋ ଘରୁ, ନହେଲେ ପିଟି ପିଟି ମୁଁ ତ ଡେଣା ଭାଙ୍ଗିଦେବି। ଚାଲି ତ ଯିବି, ତା ପୂର୍ବରୁ ଚଢ଼େଇ ତ ଅଣ୍ଡା ନେଇକି ଯିବି। ଆଜି ତ ଚିତ୍କାର କେହି ଶୁଣିପାରିବେନି। ସବୁ ଚଢ଼େଇ ପାଣି ଆଣିବାକୁ ଯାଇଛନ୍ତି। ନା, ମୋ ଅଣ୍ଡାରେ କିଛି କ୍ଷତି କରିନି। ଦେ ମୋ ଅଣ୍ଡା। ଏ ଚଢ଼େଇ, ତ ଅଣ୍ଡା ନେଇ କୁଆଡ଼େ ଯାଉଛୁ? ରହ, ମତେ ତ ଅଣ୍ଡା ଦେଇଯା, ନହେଲେ ଆଜି ତ ଅଣ୍ଡା ସହ ତୁ ବି ମରିବୁ। କାଉ ପାଖରୁ ନିଜ ଅଣ୍ଡାକୁ ରକ୍ଷା କରିବା ପାଇଁ ମା ଚଢ଼େଇ ବହୁତ ଜୋରେ ଉଡ଼ୁଥିଲା। ଉଡ଼ୁ ଉଡ଼ୁ ସେ ଅନେକ ଦୂରକୁ ଚାଲିଗଲା। ହଠାତ୍ ଜୋରେ ପବନ ବହିଲା। ବର୍ଷା ଆରମ୍ଭ ହେଇଗଲା। ମା ଚଢ଼େଇଟି ନିଜ ଘରକୁ ଆଉ ଫେରି ପାରିଲାନି। ହଠାତ୍ ମା ଚଢ଼େଇଟି ଏକ ଗଛ ସହ ଧକ୍କା ହେଇ ତଳେ ପଡ଼ିଗଲା। ମୋ ଅଣ୍ଡାକୁ କେହି ରକ୍ଷା କର, ମୋ ଅଣ୍ଡା। ଚଢ଼େଇ ଯୋଉ ଗଛ ସହ ଧକ୍କା ହେଲା ସେ ଗଛରେ ଏକ ପରୀ ରହୁଥିଲା। ମା ଚଢ଼େଇର ଏ ଅବସ୍ଥା ଦେଖି ସେ ତାକୁ ସାହାଯ୍ୟ କଲା, ଆଉ ତାକୁ ଏକ ସୁରକ୍ଷିତ ଜାଗାକୁ ନେଇଗଲା। ମୋ ଅଣ୍ଡା କାହିଁ? ଚଢ଼େଇ, ତ ଅଣ୍ଡାର କିଛି କ୍ଷତି ହେଇନି। କିଏ ତୁମେ? ମୁଁ ଏବେ କୋଉଠି ଅଛି? ମୁଁ ଜଣେ ପରୀ। ଚିନ୍ତା କରନି ଚଢ଼େଇ, ତୁ ଏକ ସୁରକ୍ଷିତ ଜାଗାରେ ଅଛୁ। ହେଲେ ଚଢ଼େଇ, ଏତେ ଝଡ଼ ବର୍ଷାରେ ତୁ ତ ଅଣ୍ଡା ନେଇ କୁଆଡ଼େ ଯାଉଥିଲୁ? ଏବେ ତ ଅଣ୍ଡା ଫୁଟିବାର ସମୟ। ଏଇ ସମୟରେ ତୁ ଘରୁ କାହିଁକି ବାହାରୁଥିଲୁ?
ମା ଚଢ଼େଇ ପରୀକୁ ସବୁ ଘଟଣା କହିଲା। ଆରେ ସେ କାଉଟା ତ ଅନେକ ଦୁଷ୍ଟ। ଚଢ଼େଇ ତୁ ଆଉ ତ ଘରକୁ ଯାନି, ତ ଅଣ୍ଡାରୁ ଛୁଆ ବାହାରିବା ଯାଏଁ ତୁ ଏଇଠି ରହ। ଏଇଟା ଗୋଟେ ପଇଡ଼ ଘର। ଏଇ ଘରେ ତୁ ତ ଅଣ୍ଡା ସହ ସୁରକ୍ଷିତ ରହିବୁ। ଏଇ ଘର ତତେ ସବୁ ବିପଦରୁ ରକ୍ଷା ବି କରିବ। ଏମିତି ସେଦିନ ପରଠାରୁ ଚଢ଼େଇ ତା ଅଣ୍ଡା ସହ ସେ ଘରେ ରହିଲା, ଆଉ ତା ଅଣ୍ଡାର ଯତ୍ନ ନେଲା। ମଝିରେ ମଝିରେ ପରି ଆସି ଚଢ଼େଇକୁ ଖାଇବା ଦେଇ ଯାଉଥିଲା। ଏମିତି ବେଶ କିଛି ଦିନ ବିତିଗଲା। ଦିନେ ଚଢ଼େଇର ଅଣ୍ଡାରୁ ଛୋଟ ଛୋଟ 4ଟି ଛୁଆ ବାହାରିଲେ। ଅନେକ ଦିନ ପରେ ତ ପରିଶ୍ରମ ସଫଳ ହେଲା ଚଢ଼େଇ। ତ 4ଟି ଛୁଆ ଦେଖିବାକୁ ଅନେକ ସୁନ୍ଦର ହେଇଛନ୍ତି। ପରି, ଏସବୁ ତୁମ ପାଇଁ ସମ୍ଭବ ହେଇଛି। ତୁମେ ସାହାଯ୍ୟ କରିନଥିଲେ ମୁଁ ମୋ ଅଣ୍ଡାକୁ ରକ୍ଷା କରିପାରିନଥାନ୍ତି। ମୁଁ ସବୁବେଳେ ଭଲ ଚଢ଼େଇଙ୍କୁ ସାହାଯ୍ୟ କରେ। ତୋ ପରି ଏକ ଭଲ ଚଢ଼େଇକୁ ସାହାଯ୍ୟ କରି ମୁଁ ଅନେକ ଖୁସି। ଏବେ ମୁଁ ଯାଉଛି। ଚଢ଼େଇ, କେବେ କିଛି ଦରକାର ହେଲେ ମତେ ମନେ ପକେଇବୁ, ମୁଁ ନିଶ୍ଚୟ ଆସିବି। ଏମିତି କହି ପରି ସେଠାରୁ ଚାଲିଗଲା। ଦିନେ କାଉ ସେ ଜଙ୍ଗଲରେ ବୁଲୁଥିଲା। ବୁଲୁ ବୁଲୁ ସେ ସେଇ ପଇଡ଼ ଘରକୁ ଦେଖିଲା। ଆଚ୍ଛା, ଏ ଚଢ଼େଇ ତା ଛୁଆଙ୍କୁ ଧରି ଏଇଠି ଲୁଚିଛି। ଅନେକ ଦିନରୁ ମୁଁ ଚଢ଼େଇ ଛୁଆ ମାଂସ ଖାଇନି। ମୁଁ ଆଜି ଚଢ଼େଇର ଏଇ 4 ଛୁଆଙ୍କୁ ଖାଇବି। ଏମିତି କହି କାଉ ଏକ କଟୁରୀ ନେଇ ସେ ପଇଡ଼ ଘରକୁ କାଟିବା ଆରମ୍ଭ କଲା। ପଇଡ଼ ଘରର କିଛି କ୍ଷତି ହେଲା ନାହିଁ। ଓଲଟା ସେ କଟୁରୀ ଆସି କାଉର ବେକରେ ବାଜିଲା। କାଉର ବେକ କଟିଗଲା। କାଉ ସଙ୍ଗେ ସଙ୍ଗେ ହିଁ ମରିଗଲା। ଏମିତି ସେ ଦୁଷ୍ଟ କାଉ ଶାସ୍ତି ପାଇଲା। ଚଢ଼େଇର ଆଉ କିଛି ଚିନ୍ତା ରହିଲାନି। ସେ ନିଶ୍ଚିନ୍ତରେ ତା ଛୁଆଙ୍କ ସହ ସେ ପଇଡ଼ ଘରେ ରହିଲା।